जय जगन्नाथ जय पंचगा नमस्कार दर्शक बंधु ଏବେ ଗୋଟେ ନୂତନ ଏପିସୋड ସବୁ ଆମେ ଆରମ୍ଭ କରିବାକୁ ଯାଉଛେ ଯେ ଆମେ ଆମ ପୃଥିବୀ ବିଷୟରେ ଟିକେ ଜାଣିବା। ପୃଥିବୀ ହେଉଛି ଆମ ଧରିତ୍ରୀ ମାତା। ତ ଆମେ ଆଜି ପୃଥିବୀ ବିଷୟରେ ଆମେ ଜାଣିବା ପାଇଁ ଏକ ଅଧ୍ୟାୟ ଆମେ ସୃଷ୍ଟି କରିବା। ତ ଆଜି ହେଉଛି ନୂଆ ବର୍ଷ 2025 ଜାନୁଆରୀ 1 ତାରିଖ। ସମସ୍ତଙ୍କୁ ଇଂରାଜୀ ନୂତନ ବର୍ଷର ହାର୍ଦ୍ଦିକ ଶୁଭକାମନା ଏବଂ शुभेच्छा। ସମସ୍ତଙ୍କର ଏ ବର୍ଷରେ ମଙ୍ଗଳମୟ ହେଉ। ଭଗବାନ ଜଗନ୍ନାଥ ପ୍ରଭୁ ପରମାତ୍ମା ଆପଣ ସମସ୍ତଙ୍କ ଚଲାପଥକୁ ସୀମିତ କରନ୍ତୁ। ଚାଲନ୍ତୁ ଆମେ ଆରମ୍ଭ କରିବା। ପୃଥିବୀ ଏବଂ ମନୁଷ୍ୟର ପ୍ରଥମ ଅଧ୍ୟାୟ, ପ୍ରଥମ ପରିଚ୍ଛେଦ ଆମ ପୃଥିବୀ। ପୃଥିବୀ କମଳା ଲେମ୍ବୁ ପରି ଗୋଲ, ଦୁଇଟି ମେରୁ ମଧ୍ୟରେ ଏହାର ବ୍ୟାସ ବିଷୁବ ମଣ୍ଡଳୀୟ ବ୍ୟାସ ଠାରୁ ସାମାନ୍ୟ କମ୍। ଦୁଇ ମେରୁକୁ ସଂଯୋଗ କରୁଥିବା ଅକ୍ଷର ବା ପୋଲ ଚତୁର୍ଦିଗରେ ପୃଥିବୀ ଦିନରେ ଥରେ ଘୁରେ ଏବଂ ବର୍ଷରେ ଥରେ ଘୁରେ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିଥାଏ। ମାନେ ପୃଥିବୀ ନିଜ ଅକ୍ଷ ଚାରିପଟେ 24 ଘଣ୍ଟାରେ ଥରେ ପରିକ୍ରମା କରେ ଏବଂ ସୂର୍ଯ୍ୟ ଚାରିପଟେ ଗୋଟେ ଥର ପରିକ୍ରମା କରିବାକୁ 365 ଦିନ ଲାଗେ। ପୃଥିବୀର ଦୈନିକ ଘୂର୍ଣ୍ଣନ ଫଳରେ ଦିନ ଓ ରାତି ହୋଇଥାଏ। ପୃଥିବୀର ଯେଉଁ ପାଖ ସୂର୍ଯ୍ୟ ଆଡ଼କୁ ଥାଏ ସେଠାରେ ଦିନ ଓ ଅପର ପାର୍ଶ୍ୱରେ ରାତି ହୋଇଥାଏ। ପୃଥିବୀର ଅକ୍ଷ ସାମାନ୍ୟ ଆନତ ଅବସ୍ଥାରେ ଥିବାରୁ ବର୍ଷରେ ଥରେ ଉତ୍ତର ମେରୁ ସୂର୍ଯ୍ୟର ନିକଟତମ ହୁଏ। ମାନେ ପୃଥିବୀ 23 ଡିଗ୍ରୀ ଅଧେ ସୂର୍ଯ୍ୟଙ୍କ ଆଡ଼ିକି ଢଳିକି ରହିଛି, ତେଣୁ ବର୍ଷକୁ ଥରେ ଉତ୍ତର ମେରୁ ସୂର୍ଯ୍ୟର ନିକଟତର ହୁଏ। ଏହି ସମୟରେ ଦକ୍ଷିଣ ମେରୁ ସୂର୍ଯ୍ୟଠାରୁ ଅଧିକତମ ଦୂରରେ ଥାଏ, ତେଣୁ ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ବା ନର୍ଥ ପୋଲରେ ଚରମ ଗ୍ରୀଷ୍ମ କାଳ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଚରମ ଶୀତ କାଳ ହୋଇଥାଏ। ଏହି ଯେଉଁ ଋତୁ ପରିବର୍ତ୍ତନ ହୋଇଥାଏ ଏହି ଯୋଗୁଁ ହୋଇଥାଏ। ଏହାର 6 ମାସ ପରେ ଦକ୍ଷିଣ ମେରୁ ସୂର୍ଯ୍ୟର ନିକଟତମ ହୁଏ। ଏହାର 6 ମାସ ପରେ ଦକ୍ଷିଣ ମେରୁ କ'ଣ ହୁଏ? ସୂର୍ଯ୍ୟର ନିକଟତମ ହୁଏ, ଯାହା ଫଳରେ ଉତ୍ତର ଗୋଲାର୍ଦ୍ଧରେ ଶୀତ କାଳ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ କାଳ ହୁଏ। ଏହିପରି ସୂର୍ଯ୍ୟ ଚାରିପଟେ ପୃଥିବୀର ପରିକ୍ରମା ହିଁ ଋତୁ ପରିବର୍ତ୍ତନ କାରଣ। ତ କଥା ଆମେ କ'ଣ ଜାଣିଲେ, ଋତୁ କେମିତି ପରିବର୍ତ୍ତନ ହେଉଛି? ଯେ ସୂର୍ଯ୍ୟର ଚାରିପଟେ ପୃଥିବୀର ଯେଉଁ 23 ଡିଗ୍ରୀ ଅଧେ ଢଳିକି ରହିକି ଯେଉଁ ନିଜ ଅକ୍ଷ ଚାରିପଟେ ପରିକ୍ରମା କରୁଛି ଏବଂ ପୃଥିବୀ ଚାରିପଟେ ପରିକ୍ରମା କରୁଛି, ଏଇଥି ଯୋଗୁଁ ଋତୁର ପରିବର୍ତ୍ତନ ହେଉଛି। ପୃଥିବୀର ପ୍ରାୟ 70% ହେଉଛି ଜଳଭାଗ। ପୃଥିବୀ ହେଉଛି ପ୍ରାୟ 70% ଜଳଭାଗ ଏବଂ ବାକି 30% ହେଉଛି ସ୍ଥଳଭାଗ। ସ୍ଥଳଭାଗ ନାନା ରକମର ଶିଳା ଓ ମୃତ୍ତିକାର ସମଷ୍ଟି। ସ୍ଥଳଭାଗର ଅନେକ ଅଂଶ ସମୁଦ୍ର ପତନରୁ ବିଶେଷ ଉଚ୍ଚରେ ନଥାଏ, କିନ୍ତୁ ଏହାର ବେଶ କିଛି ଅଂଶ ହିମାଳୟ ଭଳି ଉଚ୍ଚ ବା ହିମାଳୟର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ, ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8840 ମିଟର ଅଛି। ତ ହିମାଚଳ ଭଳି ଉଚ୍ଚ ମଧ୍ୟ ଅଛି। କୋଉଠି? ସ୍ଥଳଭାଗରେ। ପର୍ବତମାଳା ଓ ତିବ୍ବତ ଭଳି ମାଳଭୂମି ଦ୍ୱାରା ଅଧିକୃତ। ଜଳଭାଗର ମୁଖ୍ୟାଂଶ ଲବଣାକ୍ତ ସାଗର ଏବଂ ମହାସାଗର। 30% 70% ଜଳ ଭାଗ ଅଛି, ଏସବୁ ଲବଣାକ୍ତ ଜଳ ପ୍ରାୟ ଓ ମହାସାଗରରେ ଆଚ୍ଛାଦିତ। ସ୍ଥଳଭାଗର ପୃଷ୍ଠ ଭଳି ମହାସାଗର ମାନଙ୍କର ତଳ ମଧ୍ୟ ଉପରେ, ଯେମିତି ଆମର ସ୍ଥଳଭାଗ ଯେମିତି ଚଟାଣ ଅଛି, ସେମିତି ସମୁଦ୍ର ତଳେ ମଧ୍ୟ ଚଟାଣ ଅଛି। ଦେଖନ୍ତୁ, ଏଇଟା ଆମର ଗୋଟେ ଦିଆହେଲା ଯେ ଆମର ଯୋଉ ପୃଥିବୀର ବାୟୁମଣ୍ଡଳ କେମିତି ସବୁ ଘେରି ହେଇକି ପୃଥିବୀକୁ ରହିଛି ହେଲା। ଏଇଟା ହଉଛି ମେଣ୍ଟାଲ ପୃଥିବୀର କୋର, ମେଣ୍ଟାଲ କୋର ହେଲା। ପୃଥିବୀର ଯୋଉ କୋରଟା ଅଛି ହେଲା, ପୃଥିବୀର ଯୋଉ କେନ୍ଦ୍ର ଭାଗ ଅଛି ସେଇଟା ହଉଛି କେତେ? 3471 କିଲୋମିଟର ଗର୍ଭ ଭୂଗର୍ଭ ଏବଂ ତାର ଆଉ ଗୋଟେ ଲେୟାର ହଉଛି ମେଣ୍ଟାଲ ଲେୟାର, ଯୋଉଟା କି ପୃଥିବୀର କେନ୍ଦ୍ର ଠାରୁ 2870 କିଲୋମିଟର ହେଲା। ତାପରେ ଆସିଲା ବାୟୁମଣ୍ଡଳ। ବାୟୁମଣ୍ଡଳ ହଉଛି ନିମ୍ନ ବାୟୁମଣ୍ଡଳ ଆଉ ଉପର ବାୟୁମଣ୍ଡଳ ହେଲା। ତ ଦେଖନ୍ତୁ, ଆୟନୋସ୍ଫିୟର ଅଛି, ଓଜୋନ ସ୍ତର ଅଛି, ମେସୋସ୍ଫିୟର, ଥର୍ମୋସ୍ଫିୟର, ଏକ୍ସୋସ୍ଫିୟର। ତ ଏସବୁ ଥାକ ହେଇକି ସବୁ ସ୍ଫିୟର ଗୋଲକ ଭଳିଆ ପୃଥିବୀକୁ ସୁରକ୍ଷା ଦେଇ ଆସୁଛନ୍ତି। ଏସବୁ ହଉଛି ତାର ଗୋଟେ ଡାଇଗ୍ରାମ ହେଲା।
ଓଜନ ସ୍ତର କୋଉଠି ଅତିବାଇଗଣ ରଶ୍ମି କୋଉଠି ଆସିଲେ ପ୍ରବେଶ କରିପାରିବ ନାହିଁ, ଏସବୁ ଜିନିଷ ଦେଇଛି। କେତେ ହିଲିୟମ ସ୍ପିୟର କେତେ ଇଏର ଅଛି, 1600 କିଲୋମିଟର ଅଛି। ତାପରେ ହାଇଡ୍ରୋଜେନ ହଉଛି ମୌଳିକ, ମାନେ ପୁରା ମେନ୍ ହାଇଡ୍ରୋଜେନ। ତ ସ୍ପେସରେ ମଧ୍ୟ ବହୁତ କେବଳ ବେଶୀ ମାତ୍ରା ହଉଛି ହାଇଡ୍ରୋଜେନ। ତ ଏଇ ସବୁ ଜିନିଷ ଏଗୁଡ଼ା ହଉଛି ପୃଥିବୀ ଓ ବାୟୁମଣ୍ଡଳ ବିଭିନ୍ନ ଭାଗ ବିଷୟରେ ଆଲୋଚନା। ପୃଥିବୀର ଚାରିପଟେ ବାୟୁମଣ୍ଡଳର ଏକ ବଳୟ ରହିଛି। ଏହାର ବେଧ ମାନେ ଗଭୀରତା ବା ଉଚ୍ଚତା ଆପଣ ଯାହା କହିପାରିବେ, ପ୍ରାୟ 800 କିଲୋମିଟର ହେଲା। 800 କିଲୋମିଟର କୋଉଠି? ପୃଥିବୀର ଚାରିପଟେ ଯୋଉ ବାୟୁମଣ୍ଡଳ ରହୁଛି ସେଇଟା ହଉଛି ପୃଥିବୀର ଯୋଉ ସ୍ଥଳ ଭାଗରୁ 800 କିଲୋମିଟର। ଭୂପୃଷ୍ଠରୁ 15ରୁ 30 କିଲୋମିଟର ଉଚ୍ଚରେ ଓଜନର ଏକ ସ୍ତର ପୃଥିବୀକୁ ଘେରି ରହିଛି, ଯାହା ଫଳରେ ଜୀବନ ଧ୍ୱଂସକାରୀ ସୂକ୍ଷ୍ମ ଅତି ବାଇଗଣୀ ବା ଅଲ୍ଟ୍ରାଭାয়োଲେଟ ରେ ବିକିରଣ ପୃଥିବୀରେ ପହଞ୍ଚି ପାରେ ନାହିଁ। ଓଜନ ସ୍ତରର ତଳେ ଥିବା ନିମ୍ନ ବାୟୁମଣ୍ଡଳ, ଓଜନ ସ୍ତରର ତଳେ କିଏ ଅଛି? ପ୍ରଥମେ ରହିଲା ଓଜନ ଲେୟାର, ଫାଷ୍ଟ ରହିଲା ଓଜନ ଲେୟାର ଉପରେ, ତା ତଳକୁ ରହିଲା କିଏ ନା ଆଣବିକ ଅବସ୍ଥାରେ ଯୋଉ ଆୟନୋସ୍ଫିୟର ଥାଏ। ଏଠି ବାୟୁମଣ୍ଡଳ ଆଣବିକ ଅବସ୍ଥାରେ ଥାଏ ଏବଂ ଏହାର ସାନ୍ଦ୍ରତା ଡେନ୍ସିଟି ଭୂପୃଷ୍ଠରୁ ଉପର ଆଡକୁ କ୍ରମଶଃ କମ ହୋଇଥାଏ। କିନ୍ତୁ ଏହା ଉପରେ ଥିବା ବାୟୁମଣ୍ଡଳର ପାରମାଣବୀୟ ଅମ୍ଳଜାନରେ ଗଠିତ। ତା ଉପରେ ଯୋଉ ବାୟୁମଣ୍ଡଳଟା ଅଛି ଏବଂ ରଞ୍ଜନ ରଶ୍ମି ବା ଆଲଫା ବିକିରଣ ଫଳରେ ଏହା ଆୟନିକ ଅବସ୍ଥାରେ ଥାଏ। ନିମ୍ନ ବାୟୁମଣ୍ଡଳର ସଂଯୋଜନ ମୁଖ୍ୟତଃ ଯବକ୍ଷାର ଯାନ। ଆମର ଯୋଉ ବାୟୁମଣ୍ଡଳ, ଆମେ ଯୋଉ ବାୟୁମଣ୍ଡଳରେ ବସବାସ କରୁଛେ, ମାନେ ବସବାସ କରୁଛେ, ତ ଆମର କଣ ନା 78% ହଉଛି ନାଇଟ୍ରୋଜେନ, ଯବକ୍ଷାରଜାନ। ଅମ୍ଳଜାନ 21%, ଅକ୍ସିଜେନ ମାତ୍ର 21% ଅଛି। ବାକି 1% ହଉଛି ଅଙ୍ଗାରକାମ୍ଳ। କିନ୍ତୁ ଏବେ ଆଜିକାଲି ଡେଟରେ ଅଙ୍ଗାରକାମ୍ଳ ବହୁତ ବଢି ଯାଇଛି, ଯୋଉଥିପାଇଁ ପାଣିପାଗ ସବୁ ବଦଳି ଯାଇଛି। ଏବଂ ଆର୍ଗନ ହଉଛି ନୋବେଲ ଗ୍ୟାସ ବା ଆର୍ଗନ 0.9%, ନିଅନ, କ୍ରିପ୍ଟନ, ଜେନନ, ରେଡନ ଏସବୁ ବିରଳ ଗ୍ୟାସ, ଏସବୁ କମ ମାତ୍ରାରେ ଅଛନ୍ତି। ଏଥିରେ ଜଳୀୟ ବାଷ୍ପ ବିଭିନ୍ନ ସ୍ଥାନରେ ବିଭିନ୍ନ ପରିମାଣରେ ମଧ୍ୟ ଥାଏ। ଏ ରହିଲା ଆମର ବାୟୁମଣ୍ଡଳ ସ୍ତରୀୟ କଥାବାର୍ତ୍ତା। ପୃଥିବୀର ଉତ୍ପତ୍ତି କେମିତି ହେଲା ସେ ବିଷୟରେ ଆମେ ଟିକେ ହିଷ୍ଟୋରିକାଲ କସ୍ମିକ ଇଭେଣ୍ଟ ଆଡକୁ ଯିବା। ବର୍ତ୍ତମାନର କ୍ରମବର୍ଦ୍ଧମାନ ବ୍ରହ୍ମାଣ୍ଡର ଉତ୍ପତ୍ତି ପ୍ରାୟ 1000ରୁ 1500 କୋଟି ବର୍ଷ ପୂର୍ବେ ଏକ ବିଶାଳ ବିସ୍ଫୋଟ ଯୋଗେ ହୋଇଥିବାର ଅନୁମାନ କରାଯାଏ। ହେଲା, ଏହାର ପ୍ରାୟ 7 ଲକ୍ଷ ବର୍ଷ ପରେ ବ୍ରହ୍ମାଣ୍ଡ ଯଥେଷ୍ଟ ପରିମାଣରେ ଥଣ୍ଡା ହେଲା ଏବଂ ଏହାର ତାପମାତ୍ରାର କ୍ରମ 3000 କେଲଭିନକୁ ଖସିଲା। ଏହି ସମୟରେ ନ୍ୟୁଟ୍ରିନୋ ଓ ଆଣ୍ଟି ନ୍ୟୁଟ୍ରିନୋ ଭଳି ଏହାର ପ୍ରାଥମିକ କଣମାନ ପରମାଣବୀୟ ପଦାର୍ଥ ଯଥା ଉଦଜାନ ଓ ହିଲିୟମରେ ପରିଣତ ହେଲେ। ଏଇ ହେଲା ଅସଂଖ୍ୟ ଗ୍ୟାଲାକ୍ସି ଏବଂ ତାରକା ଜଗତର ଜନ୍ମ ସମୟ ଏଇ ଟାଇମରେ ହେଇଥିଲା। ଆମର ଛାୟାପଥ ବା ଆମେ ଯୋଉ ପୃଥିବୀ ଯୋଉ ଛାୟାପଥରେ ବୁଲୁଛି ସେଟା ହଉଛି ମିଲ୍କି ୱେ ଗ୍ୟାଲାକ୍ସି। ଏହି ଅସଂଖ୍ୟ ଗ୍ୟାଲାକ୍ସି ମଧ୍ୟରୁ ଗୋଟିଏ ସ୍ପାଇରାଲ ଗ୍ୟାଲାକ୍ସି। ଏହି ଗ୍ୟାଲାକ୍ସିର ପ୍ରାୟ 10,000 କୋଟି ତାରା ଭିତରୁ ସୂର୍ଯ୍ୟ ହେଉଛି ଅନ୍ୟତମ। ସୂର୍ଯ୍ୟ ଆମ ହୋମ ଗ୍ୟାଲାକ୍ସି ମିଲ୍କି ୱେ ଗ୍ୟାଲାକ୍ସି ମଧ୍ୟରେ ଥିବା 10,000 କୋଟି ତାରା ମଧ୍ୟରୁ ଜଣେ। ହେଲା, ସୌର ଜଗତର ଜନ୍ମ ଏକ ଗ୍ୟାସ ଓ ଧୂଳିକଣା ବିଶିଷ୍ଟ ଥାଳିଆ ଆକାରର ଘୁରନ୍ତ ନେବୁଲାରୁ ପ୍ରାୟ 500ରୁ 600 କୋଟି ବର୍ଷ ପୂର୍ବେ 4.6 ବିଲିୟନ ଇୟର ପୂର୍ବେ ମାଧ୍ୟାକର୍ଷଣ ଶକ୍ତି ଫଳରେ ଘୁରନ୍ତ ଥାଳିଆର କେନ୍ଦ୍ର ଭାଗରେ ପଦାର୍ଥ ଘନୀଭୂତ ହେବାକୁ ଲାଗିଲା ଏବଂ ସମ୍ପୀଡ଼ନ ଫଳରେ ଏହାର ତାପକ୍ରମ କେତେ ନିୟୁତ ଡିଗ୍ରୀ ସେଲସିୟସରେ ପହଞ୍ଚିଲା, ମାନେ ହେଭି ପ୍ରେସର ହେଲା। ଘୁରି ତାର ସେଣ୍ଟରରେ ସବୁତକ ମାସ ଜମା ହେଇଗଲା ଏବଂ ହେଭି ପ୍ରେସର ଯୋଗୁ ଏହି ଅତ୍ୟୁଚ୍ଚ ତାପ ଫଳରେ ଉଦଜାନର ନ୍ୟୁକ୍ଲିୟ ସଂଯୋଗ ଆରମ୍ଭ ହେଲା ଓ ଏହି ସୂର୍ଯ୍ୟର ତେଜ ସୃଷ୍ଟି ହେଲା ଏବଂ ଉଦଜାନ ଓ ହିଲିୟମ ହେଲା ଅନ୍ୟାନ୍ୟ ସାନ୍ଦ୍ରତାର ପଦାର୍ଥ ମାନଙ୍କର ସୃଷ୍ଟି ହେଲା। ସୂର୍ଯ୍ୟ ଚାରିପଟେ ଘେରିଥିବା ନେବୁଲାର ବଳୟ ସୂର୍ଯ୍ୟ ସଙ୍ଗେ ଘୁରୁ ଘୁରୁ ତହିଁରେ ଭଉଁରୀ ସୃଷ୍ଟି ହେଲା। ନେବୁଲା ବଳୟର ଗ୍ୟାସ ଓ ଧୂଳିକଣା ଏହି ଭଉଁରୀ ମାନଙ୍କରେ ଏକତ୍ରିତ ହୋଇ ଅଳ୍ପ କେତେ କିଲୋମିଟର ବ୍ୟାସ ବିଶିଷ୍ଟ ଗ୍ରହ କଣା ପ୍ଲାନେଟିସିମାଲ ମାନ ସୃଷ୍ଟି କଲେ। ମାଧ୍ୟାକର୍ଷଣ ଶକ୍ତି ଫଳରେ ଏହି ଗ୍ରହ କଣା ମାନ କ୍ରମଶଃ ଏକଜୁଟ ହୋଇ ଗ୍ରହରେ ପରିଣତ ହେଲେ। ଗ୍ରହ ଭଉଁରୀ ମାନଙ୍କର ଗୌଣ ଭଉଁରୀ ମାନଙ୍କର ଉପଗ୍ରହ ମାନଙ୍କର ସୃଷ୍ଟି ହେଇଛି। ଆଇସୋଟୋପୀୟ
ବୟସ ନିର୍ଦ୍ଧାରଣର ପ୍ରତିବାଦ ହୋଇଛି ଯେ ପୃଥିବୀ ଓ ଚନ୍ଦ୍ରର ବୟସ ମଧ୍ୟ ସମାନ। ପୃଥିବୀ ଯେବେ ହେଇଛି ଚନ୍ଦ୍ର ମଧ୍ୟ ପ୍ରାୟ ସେବେ ହିଁ ସୃଷ୍ଟି ହେଇଛି। ଏଇଟା ଦେଖନ୍ତୁ କେମିତି ଫର୍ମେସନ ହେଲା ଆମ ସୋଲାର ସିଷ୍ଟମ। ସୂର୍ଯ୍ୟ ଚାରିପଟେ ଘୁରୁଥିବା ନେବୁଲାର ବଳୟର ତାପମାତ୍ରା ହେଲା। ଦେଖନ୍ତୁ କ'ଣ କ'ଣ ମିଶିକି ଆମର ନେବୁଲା ଫାଷ୍ଟ ହେଲା ଧୂଳି ଆଉ ଡଷ୍ଟ କ୍ଲାଉଡ ଗୋଟେ ନେବୁଲାରୁ ହିଁ ସୃଷ୍ଟି ହେଇଛି ଗୋଟେ ଡିସ୍କ ହେଲା। ସେ ଡିସ୍କରୁ ସୃଷ୍ଟି ହେଲା ଆମର ସୌରମଣ୍ଡଳ। କେନ୍ଦ୍ରରେ ସବୁ ମାସ୍ ହେଇଗଲା ଡିପୋଜିଟ୍ ହେଇଗଲା, ସେଇଟା ହେଇଗଲା ସୂର୍ଯ୍ୟ, ଯୋଉଠି ହାଇଡ୍ରୋଜେନ ହିଲିୟମର କ'ଣ ଆୟନିକ ଚାଲିଲା ରିଆକ୍ସନ। ତ ସେଠୁ ତାପରେ ଆଉ ଯୋଉ ସବୁ ମାସ୍ ଗୁଡା ବଢିଲେ ସେ ସୂର୍ଯ୍ୟ ଚାରିପଟେ ଘୁରି ଚାଲିଲେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ହେଲା। ତ ଏମିତି ପୃଥିବୀ 9ଟା ଗ୍ରହ ସୃଷ୍ଟି ହେଲେ। ସୁତରାଂ ଗ୍ରହ ଉପଗ୍ରହ ମାନଙ୍କର ଜନ୍ମ ସମସାମୟିକ ବୋଲି ଧରାଯାଇପାରେ। ସୂର୍ଯ୍ୟର ଅନ୍ୟ ଗ୍ରହ ମାନଙ୍କ ପରି ପୃଥିବୀର ଉତ୍ପତ୍ତି ପ୍ରାୟ 500 କୋଟି ବର୍ଷ ପୂର୍ବେ ହୋଇଥିଲା। ସୂର୍ଯ୍ୟ ଚାରିପଟେ ଘୁରୁଥିବା ନେବୁଲା ବଳୟର ତାପ କ୍ରମ ସୂର୍ଯ୍ୟଠାରୁ ଦୂରତ୍ୱ ଅନୁପାତରେ କମି କମି ଯାଉଥିଲା। ଏହା ଫଳରେ ସୂର୍ଯ୍ୟଠାରୁ ଭିନ୍ନ ଭିନ୍ନ ଦୂରତ୍ୱରେ ଭିନ୍ନ ଭିନ୍ନ ମୌଳିକ ବସ୍ତୁ ମାନଙ୍କର ସଂଘନନ ହେତୁ ଭିନ୍ନ ଭିନ୍ନ ଯୌଗିକ ବସ୍ତୁମାନ ଗଠିତ ହେଉଥିଲେ। ତେଣୁ ସୂର୍ଯ୍ୟର ନିକଟତମ ଗ୍ରହ ମାନଙ୍କରେ ଉଚ୍ଚ ତାପଜ ଲୁହା, ନିକେଲ, ମ୍ୟାଗ୍ନେସିୟମ, ସିଲିକନ ଆଦି ମୌଳିକ ବସ୍ତୁ 1000 ଡିଗ୍ରୀରୁ 1300 ଡିଗ୍ରୀ ସେଲସିୟସ ତାପକ୍ରମ ମଧ୍ୟରେ ସଂଘନିତ ହୋଇ ସେମାନଙ୍କର ଯୌଗିକ ବସ୍ତୁମାନ ତିଆରି କରନ୍ତି। ସାନ୍ଦ୍ର ବସ୍ତୁମାନଙ୍କର ପ୍ରାଧାନ୍ୟ ଥିବା ବେଳେ ବୃହସ୍ପତି, ଶନି, ଜୁପିଟର, ସାଟର୍ନ ଭଳି ଦୂରସ୍ଥ ଗ୍ରହମାନଙ୍କର ଅଳ୍ପ ତାପଜ ଲଘୁ ବସ୍ତୁମାନଙ୍କର ବହୁଳତା ଦେଖାଯାଏ। ପୃଥିବୀ ସୂର୍ଯ୍ୟର ପାର୍ଶ୍ୱବର୍ତ୍ତୀ ହେଇଥିବାରୁ ଏହାର ସଂଯୋଗ ଉଦ୍ଯାନ ହିଲିୟମ, ହାଇଡ୍ରୋଜେନ, ହିଲିୟମ, ଜଳୀୟବାଷ୍ପ ଆଦି ସହିତ ଲୁହା, ନିକେଲ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସିଲିକନ ଆଦିର ସାନ୍ଦ୍ର ଯୌଗିକ ବସ୍ତୁମାନଙ୍କରୁ ହୋଇଛି। ଶୈଶବ ଅବସ୍ଥା ବା ପ୍ରୋଟୋପ୍ଲାଣ୍ଟ ଅବସ୍ଥାରେ ପୃଥିବୀର ଆୟତନ ତାହାର ବର୍ତ୍ତମାନ ଆୟତନ ଠାରୁ ଅଧିକ ଥିଲା। ଆଗରୁ ଯୋଉ ପୃଥିବୀଟା ଫର୍ମେସନ ହବା ଟାଇମରେ ପୃଥିବୀର ଆୟତନ ବହୁତ ଅଧିକ ଥିଲା ଏଇ ନୂଆ ପୃଥିବୀ ଠାରୁ। ଅର୍ଥାତ୍ ତାହାର ଘନତ୍ୱ ବର୍ତ୍ତମାନର ଘନତ୍ୱ ଅପେକ୍ଷା 5.2 ଠାରୁ ମଧ୍ୟ କମ ଥିଲା। ମାଧ୍ୟାକର୍ଷଣ ଶକ୍ତି ଫଳରେ ସାନ୍ଦ୍ରତା ବିଭେଦୀକରଣ ଘଟି ଗୁରୁ ପଦାର୍ଥମାନ ଅଲଗା ହୋଇ କେନ୍ଦ୍ର ଆଡକୁ ଜମିଗଲେ ଓ ଲଘୁ ପଦାର୍ଥମାନ ପୃଥିବୀର ପୃଷ୍ଠଭାଗରେ ଠୁଳ ହେଲେ। ମାଧ୍ୟାକର୍ଷଣ ଶକ୍ତି ତଥା ପାରମାଣବିକ ବିଖଣ୍ଡନ ହେତୁ ଏହି ସମୟରେ ପୃଥିବୀର ତାପକ୍ରମ ପ୍ରାୟ 2000 ଡିଗ୍ରୀ ସେଣ୍ଟିଗ୍ରେଡ ହୋଇଥିଲା। ଫଳରେ ବିବିଧୀକରଣ ପାଇଁ ଏହା ଯଥେଷ୍ଟ ତରଳ ଅବସ୍ଥାରେ ଥିଲା। ବିବିଧୀକରଣ ଫଳରେ ପୃଥିବୀର ମୁଖ୍ୟତଃ 3ଟି ସ୍ତର ସୃଷ୍ଟି ହେଲା। କେନ୍ଦ୍ର ଭାଗରେ 10.7 ଆପେକ୍ଷିକ ଆପ୍ରୋକ୍ସିମେଟଲି ଘନତ୍ୱ ଏବଂ 3471 କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଗର୍ଭ ବା କେନ୍ଦ୍ରାଂଶ, ତା ଉପରେ 4.5 ଆପେକ୍ଷିକ ଘନତ୍ୱ ଏବଂ 2870 କିଲୋମିଟର ମୋଟା ମେଣ୍ଟେଲ ସ୍ତର ଏବଂ ପୃଷ୍ଠ ଭାଗରେ ପ୍ରାୟ 30 କିଲୋମିଟର ମୋଟା ଓ 2.8 ଆପେକ୍ଷିକ ଘନତ୍ୱର ଖୋଳ ବା କ୍ରଷ୍ଟ ହେଲା। କ୍ରଷ୍ଟ, ମେଣ୍ଟାଲ ଲେୟର, ତାପରେ ସେଣ୍ଟର ହେଲା। ବାକି ସବୁ ଲଘୁ ଗ୍ୟାସ ଓ ଜଳୀୟବାଷ୍ପ ବାୟୁମଣ୍ଡଳ ସୃଷ୍ଟି କଲେ ହେଲା। ଯେତେ ସବୁ ମାସ୍ ହେଭି ମାସ୍ ବାଲା ସବୁ ଜିନିଷ ଆଇରନ୍ କୋର, ଆମ ପୃଥିବୀଟା ହଉଛି ଆଇରନ୍ କୋର, ଗୋଟେ ପୃଥିବୀର କୋର ହଉଛି ଆଇରନ୍ କୋର। ତ ଏଇସବୁ ଜିନିଷ ଆଗ ଜମା ହେଇଗଲା ମଝିରେ ପୃଥିବୀର ମଧ୍ୟରେ, ତାପରେ ଯେତେକ ହାଲକା ଏମିତି ହେଇକି କ'ଣ କ୍ରଷ୍ଟ ତିଆରି କଲେ, ତାପରେ ମେଣ୍ଟାଲ ସ୍ତର ତିଆରି କଲେ, ତାପରେ ଯାହା ସବୁ ଗ୍ୟାସ ରହିଲା ସେ ସବୁ ପୃଥିବୀ ଘେରିଗଲା। ତ ଏମିତି ହେଇକି ପୃଥିବୀଟି ତିଆରି ହେଇଛି। ଆଜି ପାଇଁ ଏତିକି। କେମିତି ଲାଗିଲା ଆପଣ ମତାମତ ଦେବେ। ଜୟ ଜଗନ୍ନାଥ।